ସିନେମା ହଉ ସେ ଆଲବମ୍ ହଉ ବା ଓଡ଼ିଆ ଗଜଲ ହଉ ଲୋକମାନଙ୍କ ପାଖରେ ଯଦି ଭଲ ଗୀତ କରିବ ନିଶ୍ଚିତ ପହଞ୍ଚିବ। ସେଇଥିପାଇଁ ତ ଲୋକମାନେ ଭଲ ପାଉଛନ୍ତି ଗୀତକୁ। ନିଜେ କିଛି ନା କିଛି କହିକିରି ଫ୍ରଣ୍ଟରେ ରହିବା କଥା। ସେଥିରେ ମୁଁ ସବୁବେଳେ କାମରେ ବିଶ୍ୱାସ କରେ ଏବଂ କାମ ଯଦି ଥିବ ନିଶ୍ଚିତ ଲୋକ ବୁଲି ବୁଲି ପହଞ୍ଚିବେ କାମ ଶୁଣି। ଭାରି କଷ୍ଟ ହଉଛି କଷ୍ଟ ଦଉଥିବା ଲୋକ ମୋ ହୃଦୟରେ ଅଛି। ନିଶ୍ଚୟ ଭୂମିକା କଣ କହିବେ ଆପଣ ନିଜେ ଯେତେ ଦେଇଛନ୍ତି ଏକଦମ ଗୀତଟା କେମିତି ସବୁ ମାନେ ବନେଇଛନ୍ତି? ଦେଖନ୍ତୁ ଯେମିତି ଚିରାଚରିତ ହିସାବରେ ସବଜେକ୍ଟକୁ ନେଇ ବନାଏ ସେମିତି ଏ ଦଣ୍ଡକାଳୀର ଗୀତ ହେଇଛି ଏବଂ ଏଥିରେ 4ଟି ଗୀତ ଅଛି ଏବଂ ସୁଧାଂଶୁ ୟାର ଡିରେକ୍ଟର, ସୁକାନ୍ତ ବାବୁ ପ୍ରୋଡ୍ୟୁସର। ମୁଁ ଏତିକି କହିବି ଯେ ଗୋଟେ ମୌଳିକ କାହାଣୀକୁ ନେଇକିରି ଗୀତ କରିବା। ଦଣ୍ଡ ନାଚ ଆମର ଗୋଟେ ମାନେ ବ୍ରହ୍ମପୁର ସାଇଡ଼ର ଗୋଟେ ମାନେ ପରମ୍ପରା ଏବଂ ଆମର କଳା ଆମ ସଂସ୍କୃତି, ତେଣୁ ତାକୁ ନେଇକିରି କ'ଣ କରିହେବ ଏବଂ ଏକ୍ସପେରିମେଣ୍ଟ କ'ଣ କରିବ। ଯେହେତୁ ଏବେ ଦଣ୍ଡ ନାଚ ଆରମ୍ଭ ହୋଇଯାଇଛି ଏବଂ ସେ ପୁରା ନ୍ୟାଚୁରାଲ ୱେରେ ସୁଟିଂ ବି କରୁଛନ୍ତି ଏବଂ ମୁଁ ଏତିକି କହିବି ଯେ ପ୍ରତି ସିନେମାରେ ଯେମିତି ପ୍ରତ୍ୟେକ ସିନେମାରେ ଯେତେ ସିନେମା ମୁଁ କରେ ସବୁବେଳେ ଗୀତକୁ ପ୍ରାୟୋରିଟି ଦିଏ ଏବଂ ଭଲ କରିବା ପାଇଁ ଚେଷ୍ଟା କରେ। ଦଣ୍ଡକାଳୀରେ ମଧ୍ୟ ସେଇଆ ମୁଁ ଚେଷ୍ଟା କରିଛି ବହୁତ ଭଲ କରିବା ପାଇଁ। ମୁଁ ଆଶା କରୁଛି ନିଶ୍ଚିତ ଗୀତ ଆପଣମାନେ ଶୁଣିଲେ ଫିଲ୍ କରିପାରିବେ ହଁ ମୁଁ କିଛି ଅଲଗା କରିବା ପାଇଁ ଚେଷ୍ଟା କରିଛି। ପ୍ରେମାନନ୍ଦ ଯୋଉ ଗୀତ ଲେଖନ୍ତି ସେ ଫିଲ୍ମ ହିଟ୍ ହଉ କି ନ ହଉ ଗୀତ ଗୁଡିକ ଆଗୁଆ ହିଟ୍ ହେଇଯାଏ। ନାଇଁ ସେଇଟା ସବୁ ଦେଖିବାକୁ ମିଳୁଛି କିଛି ଦିନ ହେବ ପ୍ରେମାନନ୍ଦ ନୂତନ ଫିଲ୍ମରେ ଗୀତ ଆସୁନି। ନାଇଁ ନାଇଁ ଅଲଗା ଆମର ଅଲଗା ମ୍ୟୁଜିକ୍ ଡାଇରେକ୍ଟରଙ୍କର ଆସୁଛି କିନ୍ତୁ ପ୍ରେମାନନ୍ଦଙ୍କର ଆସୁନି। ନାଇଁ ଫିଲ୍ମରେ ନାଇଁ ବ୍ରେକ୍ ନେଇଛନ୍ତି ନାଇଁ ନାଇଁ ସିନେମା ସବୁବେଳେ ଆସୁଛି। କିନ୍ତୁ ପ୍ରେମାନନ୍ଦର ଗୀତ ନାଇଁ ନାଇଁ ସିନେମା ସବୁବେଳେ ଆସୁଛି, ମୁଁ ବି କରୁଛି। ସେଇଟା ଆପଣମାନେ ମୋତେ ମୋ ପାଖରେ ପହଞ୍ଚି ପାରୁନାହାନ୍ତି, ସେଇଟା ମୋର ଭୁଲ ନୁହେଁ। ତେଣୁକରି ମୋର ପ୍ରତିବର୍ଷ 5ଟି ସିନେମା ଆସିବା କଥା ଆସୁଛି, 5ଟି 6ଟି କରୁଛି। ଅକେଜନରେ କେଉଁ ଟାଇମ୍ରେ କେତେବେଳେ ଆସୁଛି ସେଇଟା ଅଲଗା କଥା। ତେଣୁ ଯେମିତି କାମ ହେବା କଥା ହେଉଛି, କାମ ହେଉଛି। ମୁଁ ଏତିକି କହିବି ଯେଉଁ ଡିଜିଟାଲି ମିଡ଼ିଆରେ ନିଜକୁ ଆକ୍ଟିଭ୍ ରଖିବା କଥା, ନିଜେ କିଛି ନା କିଛି କହିକିରି ଫ୍ରଣ୍ଟରେ ରହିବା କଥା। ସେଥିରେ ମୁଁ ସବୁବେଳେ କାମରେ ବିଶ୍ୱାସ କରେ ଏବଂ କାମ ଯଦି ଥିବ ନିଶ୍ଚିତ ଲୋକ ବୁଲି ବୁଲି ପହଞ୍ଚିବେ, କାମ ଶୁଣିବେ, କାମ ଦେଖିବେ, କାମ କରିବାକୁ ଦେବେ। ତେଣୁ ଏ ସୋସିଆଲ ମିଡ଼ିଆ ଗୋଟେ ପାର୍ଟ, ତାକୁ ବି ଆମେ ଇଗ୍ନୋର କରିବା ଉଚିତ ନୁହେଁ। ତେଣୁ ଯାହା ଯେମିତି ହେବା କଥା ହେଉଛି, ଗୀତ ବି ଚାଲିଛି। ଗୋଟେ ଗୀତ ଏବେ ଆପଣଙ୍କର ଭାଇରାଲ ହେଉଛି, ହୃଦୟକୁ ଭାରି କଷ୍ଟ ହେଉଛି, ହୃଦୟ ଥିବା ଲୋକ ହିଁ କଷ୍ଟ ଦେଉଛି। ଏ ଗୀତଟି କାହିଁକି ଆପଣ ଲେଖିଲେ? ଆପଣଙ୍କ ହୃଦୟରେ କିଏ ରହିକି ଆପଣଙ୍କୁ କଷ୍ଟ ଦେଉଛି? ନାଇଁ ଏଇଟା ଦେଖନ୍ତୁ ମୋ କଥା ନୁହେଁ, ଏଇଟା ସମସ୍ତଙ୍କ କଥା। ତମ ଭିତରେ ବି ଥିବ, ମୋ ଭିତରେ ବି ଅଛି, ଆଉ କାହା ଭିତରେ ଅଛି। ତେଣୁକରି ଏ ଯେଉଁ ହୃଦୟକୁ ଭାରି କଷ୍ଟ ହେଉଛି, କଷ୍ଟ ଦେଉଥିବା ଲୋକ ହୃଦୟରେ ଅଛି। ଏଇଟା ନା କେଉଁ ସିନେମାର, ନା କେଉଁ ସେଲିବ୍ରିଟି ଅଛନ୍ତି, ନା କେଉଁ କର୍ପୋରେଟ୍ ହାଉସ୍ ଅଛି, ନା ପ୍ରଡକ୍ସନ୍ ହାଉସ୍, କିଛି ନାହିଁ। ନୂଆ ପିଲାଟି ଗୀତ କାହିଁକି ଟ୍ରେଣ୍ଡ ଅଛି? ଗୀତ ଭଲ କଲେ ଏବେ ଜଷ୍ଟ ତମେ ହିଁ କହୁଥିଲ ଯେ, ତେଣୁ ଗୀତ ଭଲ କଲେ ନା ସିନେମା ହଉ ସେ ଆଲବମ୍ ହଉ ବା ଓଡ଼ିଆ ଗଜଲ ହଉ ଲୋକମାନଙ୍କ ପାଖରେ ଯଦି ଭଲ ଗୀତ କରିବ ନିଶ୍ଚିତ ପହଞ୍ଚିବ। ସେଇଥିପାଇଁ ତ ଲୋକମାନେ ଭଲ ପାଉଛନ୍ତି, ଗୀତକୁ ଟ୍ରେଣ୍ଡରେ ରଖିଛନ୍ତି। ତେଣୁ ଏ ଦଣ୍ଡକାଳୀ କଥା ମୁଁ ଆଜି ଏତିକି କହିବି, ବହୁତ ଭଲ ଗୀତ ହେଇଛି ଏବଂ ସବଜେକ୍ଟକୁ ନେଇକିରି ଗୀତ କରିଛି। ମୁଁ ଆଶା କରୁଛି ଗୀତ ଯେମିତି ଭଲ ପାଇବା ମିଳେ ସେମିତି ଭଲ ପାଇବା ମିଳେ। କେଉଁ ଗୀତକୁ? ସେଇଟା ଗୋଟେ ତ ମୋର ଗୋଟେ ଓଡ଼ିଆ ଗଜଲ ଯେଉଁ ମୁଁ କରୁଛି, ପ୍ରେମାନନ୍ଦ ଗଜଲ। ହୃଦୟକୁ ଭାରି କଷ୍ଟ ହଉଛି କଷ୍ଟ ଦଉଥିବା ଲୋକ ମୋ ହୃଦୟରେ ଅଛି। ଧନ୍ୟବାଦ।